ସାଙ୍ଗ, ତୁ ଆଜି ଟିଫିନରେ କ'ଣ ଆଣିଛୁ? ହେଇ ଦେଖ, ମା ଆଜି ମତେ ଟିଫିନରେ ବିସ୍କୁଟ ଦେଇଛନ୍ତି। ଆରେ ବାଃ, ତୋ ଟିଫିନରେ ତ ବିଭିନ୍ନ ପ୍ରକାରର ବିସ୍କୁଟ ଅଛି। ଆରେ ହଁ ତ, ବିସ୍କୁଟ ଗୁଡ଼ିକ ସବୁ ଦେଖିବାକୁ ଅଲଗା ଅଲଗା। ମୋ ଆକାର ହେଉଛି ଗୋଲାକାର। କହିଲ ଦେଖି, ତୁମ ଚାରିପାଖରେ ମୋ ଭଳି ଆକାରର ଆଉ କେଉଁ ସବୁ ବସ୍ତୁ ଥିବାର ତୁମେ ଦେଖିଛ? ଆମ ଚାରିପାଖରେ ଅନେକ ଗୋଲାକାର ଜିନିଷ ଅଛି, ଯେପରିକି ଚୁଡ଼ି, ଟିକିଲି, ଚକୁଳି, ରୁଟି, ପିଜ୍ଜା, ବିସ୍କୁଟ ଓ ଘଣ୍ଟା। ମୋ ଆକାର ହେଉଛି ଆୟତାକାର। ଆଚ୍ଛା, ଏବେ କହିଲ, ତୁମ ଚାରିପାଖରେ ମୋ ଭଳି ଆକାରର ଆଉ କେଉଁ ସବୁ ବସ୍ତୁ ଥିବାର ତମେ ଦେଖିଛ? ଆମ ଚାରିପାଖରେ ଅନେକ ଆୟତାକାର ଜିନିଷ ଅଛି, ଯେପରିକି ଇଟା, ବାକ୍ସ, ଟେବୁଲ, କବାଟ, ବହି, ଖାତା, ମୋବାଇଲ, ବିସ୍କୁଟ ଓ ଲ୍ୟାପଟପ୍। ମୋ ଆକାର ହେଉଛି ବର୍ଗାକାର। ଆଚ୍ଛା, ତୁମେ କହିପାରିବ ମୋ ଭଳି ଆକାରର ଆଉ କେଉଁ ସବୁ ବସ୍ତୁ ଥିବାର ତୁମେ ଦେଖିଛ? ଆମ ଚାରିପାଖରେ ଅନେକ ବର୍ଗାକାର ବସ୍ତୁ ରହିଛି, ଯେମିତି ବିସ୍କୁଟ, ରୁମାଲ, ଆସନ, ପାଉରୁଟି ଓ ଲୁଡ଼ୁଗୋଟି। ମୋର ଆକାର ତ୍ରିଭୁଜାକାର। ଆଚ୍ଛା, ଏବେ କହିଲ, ତୁମ ଚାରିପାଖରେ ଥିବା ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକର ଆକାର ତ୍ରିଭୁଜାକାର? ଆମ ଚାରିପାଖରେ ଅନେକ ତ୍ରିଭୁଜାକାର ଜିନିଷ ଅଛି, ଯେପରିକି ବିସ୍କୁଟ, ସିଙ୍ଗଡ଼ା, ଚିପ୍ସ, ସ୍ୟାଣ୍ଡୱିଚ ଓ ବାର୍ଥଡେ କ୍ୟାପ୍। ଆଚ୍ଛା ପିଲାମାନେ, ତମେମାନେ ଚକୁଳି ଖାଇଛ? ହଁ ଗୁରୁମା, ଚକୁଳି ଖାଇବାକୁ ଭାରି ଭଲ ଲାଗେ। ତେବେ କହିଲ, ଚକୁଳିର ଆକାର କିପରି? ଗୁରୁମା, ଚକୁଳିର ଆକାର ଗୋଲାକାର। ତୁମମାନଙ୍କ ଘରେ ମୋବାଇଲ ଫୋନ୍ ତ ନିଶ୍ଚୟ ଥିବ ପିଲାମାନେ। ହଁ ଗୁରୁମା। କହିପାରିବ ସେ ମୋବାଇଲର ଆକାର କିପରି? ଗୁରୁମା, ସେଇ ମୋବାଇଲର ଆକାର ତ ଆୟତାକାର। ହଁ ପିଲାମାନେ, ତମେ ଠିକ୍ ଚିହ୍ନି ପାରିଛ, ସେଇଟା ହେଉଛି ଆୟତାକାର। ଆଚ୍ଛା କହିଲ ପିଲାମାନେ, ଏଇ କାନ୍ଥ ଘଣ୍ଟାଟିର ଆକାର କେଉଁ ଭଳିଆ ହୋଇଛି? ଏହି କାନ୍ଥ ଘଣ୍ଟାଟି ବର୍ଗାକାର ଭଳିଆ ହୋଇଛି ଗୁରୁମା। ସାବାସ୍ ପିଲାମାନେ, ତମେମାନେ ସବୁ ସଠିକ୍ ଉତ୍ତର ଦେଇଛ। ଆଚ୍ଛା ପିଲାମାନେ, ଆଜି ଆମେ କେଉଁ ସବୁ ଆକାର ବିଷୟରେ ଜାଣିଲେ? ଆଜି ଆମେ ଗୋଲାକାର, ଆୟତାକାର, ତ୍ରିଭୁଜାକାର ଏବଂ ବର୍ଗାକାର ବିଷୟରେ ଜାଣିଲେ।